ଆଉ ସଜବାଜ ହେଇ କୁଆଡେ ବାହାରୁଛ? ଆଉ ତୁମ ଗଳାକୁ କଣ ହେଇଯାଇଛି? ମତେ ସିଭିୟର ଥଣ୍ଡା ହେଇଛି। ସଜବାଜ ହେଇକି ଶାଢୀ ଆଣିବା ପାଇଁ ଯାଉଛି। କାହାର ଶାଢୀ? ମୋ ପାଇଁ ଦେ। ଆଉ ତମେ ଶାଢୀ ଆଣିବ? ଆଉ କେତେ ଶାଢୀ ହେଲେ ହବ? ନା ମୋ ପାଇଁ ନୁହଁ, ମତେ ଦିଅ ସେ ଫୋନଟା କର ମତେ ଦିଅ। ଆକ୍ଚୁଆଲି ମୋ ପାଇଁ ନୁହଁ, ମାନେ ଆମର ଯୋଉ ବାହାଘର ଆକୁ ହବ ତ ତାଙ୍କର କିଛି କିଣାକୁଣି କରିବାର ଅଛି, ତ ସେଥିପାଇଁ ଯାଉଛି। ଆଉ ଆମେ କଣ ଶାଢୀ ଆଣିଲୁ କଣ କିଣିଲୁ ଆପଣମାନଙ୍କୁ ଦେଖୁଛି ଆକୁ। ଚାଲନ୍ତୁ। ଯେହେତୁ ବାହାଘରକୁ ଆଉ 10 ଦିନ ବାକି ଅଛି, ସେଥିପାଇଁ ଏଠି ସବୁ ଚାଲିଛି ପ୍ରିପାରେସନ୍, ମାନେ ଶାଢ଼ୀ କିଣାକୁଣି। ତା ମଧ୍ୟରେ ଆମକୁ ଭୋକ ବି ଲାଗିଯାଇଥିଲା, ତ ଆମେ ସମସ୍ତେ ମିଶିକି ଏଠି ଟିକେ ଖାଇ ନେଇଥିଲୁ। ତ ଫାଇନାଲି ଆମେ ଆସିକି ଘରେ ପହଞ୍ଚିଗଲୁ। ଆଉ ଆମେ ଆସିକି ପହଞ୍ଚିଲୁ 12ଟା ବେଳେ। କିନ୍ତୁ ସବୁ ମାନେ ଆସିକି ପ୍ୟାକିଂ କରିକି ମାନେ ଏମିତି ସବୁ ସରିଲା ବେଳକୁ 4:30 ହେଇଯାଇଥିଲା। ତା ଭିତରେ ଆମର ଝିଅ ବି ଆସିକି ଘରେ ପହଞ୍ଚି ଯାଇଥିଲା। ୟାକୁ ତ ଆପଣମାନେ ଜାଣିଥିବେ, ଆମ ଝିଲମିଲ ରଜି। ତ ଏମିତି କିଛି ଥିଲା, ଯାହାର ବାହାଘର ଘରେ ତ ଆପଣମାନେ ଜାଣିଥିବେ କେତେ ସାରା କାମ। ତ ଏଇଠି ଦେଖିପାରୁଥିବେ ଆମର 2ଟା ପୁରା ହେଇଛି, ଆହୁରି ବାହାରେ ବି ଅଛି। ମାନେ ଏତେ ଲୁଗା ହେଇଯାଇଛି। ଆମର ଟିକେ ପରିବାର ବି ବହୁତ ବଡ଼ ନା, ତ ସେଥିପାଇଁ ଆଉ ଆମର କେମିତି କ'ଣ ପ୍ରିପାରେସନ୍ ହେଉଛି, କ'ଣ ଆଣା ହେଉଛି, ଆଉ କ'ଣ ସବୁ କରିବୁ, ତ ଆପଣମାନେ ଯଦି ଜାଣିବାକୁ ଚାହୁଁଛନ୍ତି ତାହେଲେ ଏବେଠୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ।